30 ଏପ୍ରିଲ 2025 ଅକ୍ଷୟ ତୃତୀୟ ଦିନ ମାତ୍ର 3ଟି ଗ୍ରୀନ୍ ଅଳେଇଚ ଆପଣଙ୍କ ଘରର ଏହି ଜାଗାରେ ଜଳାଇ ଦିଅନ୍ତୁ। ମହା କରୋଡ଼ପତି ବନିବାରେ ଡେରି ଲାଗିବ ନାହିଁ। ଯଦି ଆପଣ ବି ଚାହାନ୍ତି କି ଆପଣଙ୍କର ଭାଗ୍ୟ ଏହିପରି ଚମକୁ, ଧନର ବୃଦ୍ଧି ଆପଣଙ୍କ ଘରେ ହେଉ, ଆପଣଙ୍କର ଆଗକୁ ଆସୁଥିବା ପିଢ଼ି ବି ଧନବାନ ବନି ରୁହନ୍ତୁ, ତ ପଇସା ଉପରେ ପଇସା ବଢ଼ି ଚାଲୁ, ତ ଅକ୍ଷୟ ତୃତୀୟା ଯାହାକି 2025 ମସିହାରେ ବହୁତ ହିଁ ଉତ୍ତମ ଓ ଶୁଭ ମୁହୂର୍ତ୍ତ ସହିତ ଆସୁଅଛି 30 ଏପ୍ରିଲ ବୁଧବାରକୁ। ଆଉ ଏହି ଦିନ ବହୁତ ଉତ୍ତମ ଓ ଦୁର୍ଲଭ ସଂଯୋଗ ବନିବାକୁ ଯାଉଛି। ଏହି ଦିନ ଲକ୍ଷ୍ମୀ ନାରାୟଣ ଯୋଗ ଯାହାକି ସବୁଠୁ ବଡ଼ ଯୋଗ, ଏହା ସହ ସର୍ବାରିଷ୍ଟ ସିଦ୍ଧି ଯୋଗ, ଗଜକେଶରୀ ଯୋଗର ନିର୍ମାଣ ହେଉଅଛି ଏହି ଦିନ। ଆଉ ଲକ୍ଷ୍ମୀ ନାରାୟଣ ଯୋଗରେ ଯଦି ଆପଣ ଗ୍ରୀନ୍ କଲରର ଅଳେଇଚ ବାଲା ଉପାୟକୁ କରିଦେବେ, ତ ବୁଝି ନିଅନ୍ତୁ କି ସାକ୍ଷାତ ମାତା ଲକ୍ଷ୍ମୀ ଶ୍ରୀହରି ବିଷ୍ଣୁଙ୍କ ସହିତ ଆପଣଙ୍କ ଘରକୁ ଆସିବେ ଏବଂ ଆପଣଙ୍କ ଘରେ ଶ୍ରୀ ଲକ୍ଷ୍ମୀଙ୍କର ବାସ ହେବ। ଦେଖନ୍ତୁ, ପଇସା ଓ ଧନ ତ ସମସ୍ତଙ୍କ ପାଖରେ ଥାଏ, କିନ୍ତୁ କେତେ ଲୋକଙ୍କ ପାଖରେ ଧନ ବଢ଼ିଥାଏ, ଧନ ବୃଦ୍ଧି ବି ହୋଇଥାଏ, ତ ବହୁତ ହିଁ କମ୍ ଲୋକଙ୍କ ଧନକୁ ବୃଦ୍ଧି କରିପାରିଥାନ୍ତି। ଆଉ ଯେଉଁ ଲୋକଙ୍କର ଧନ ବୃଦ୍ଧି ହୋଇଥାଏ, ଯାହାଙ୍କ ପଇସା ବଢ଼ିଥାଏ, ଯାହାଙ୍କ ଘରେ ଅଯଥା ଖର୍ଚ୍ଚ ହେଇନଥାଏ, ତ ସେ ତାଙ୍କ ଜୀବନରେ ମହା କରୋଡ଼ପତି ବନିଥାନ୍ତି। ଆଗକୁ ଆସୁଥିବା ପିଢ଼ି ବି ଧନ ହିଁ ଧନ ତାଙ୍କର ଦେଖିଥାନ୍ତି, ତ ତାଙ୍କ ସୌଭାଗ୍ୟକୁ ପ୍ରାପ୍ତ କରିଥାନ୍ତି। ବହୁତ ସାରା ଲୋକ କହିଥାନ୍ତି କି ଆମ ଜୀବନରେ ଆମ ଭାଗ୍ୟରେ ହିଁ କଷ୍ଟ ଲେଖା ଅଛି, ଦୁଃଖ ଲେଖା ଅଛି। ଆପଣ ବି ସେହି ଭାଗ୍ୟକୁ ଚମକାଇ ପାରିବେ ଏହି ଉପାୟକୁ କରିବା ଦ୍ୱାରା। ସବୁଠୁ ପ୍ରଥମେ ଯଦି ଆପଣ ଧନ ଚାହାନ୍ତି, ତ ଆପଣଙ୍କୁ ଆପଣଙ୍କ କୁଣ୍ଡଳୀରେ ଶୁକ୍ରକୁ ମଜବୁତ କରିବାକୁ ପଡ଼ିବ। ଆଉ ଅଳେଇଚ ଶୁକ୍ରକୁ ଓ ବୁଧକୁ ଆପଣଙ୍କର ଦୁଇଟି ଗ୍ରହକୁ ମଜବୁତ କରିଦେଇଥାଏ। ଯେଉଁ ଅକ୍ଷୟ ତୃତୀୟା ଦିନ, ଏହି ଦିନ କରାଯାଉଥିବା ଉପାୟ ବହୁତ ଜଲ୍ଦି ସଫଳ ହୋଇଥାଏ, କାହିଁକି ନା ଏହି ଦିନ କରାଯାଉଥିବା ପୂଜା ପାଠର ଯେଉଁ ଫଳ ମିଳିଥାଏ ତାହା ଅଧିକ ହିଁ ମିଳିଥାଏ, ଆଉ ସେହି ଫଳ କେବେ ଶେଷ ହୋଇନଥାଏ। ଆଉ ଏହି ଅକ୍ଷୟ ତୃତୀୟା ଏତେ ବଡ଼ ଦିନ ହୋଇଥାଏ, ଏହି ଦିନ କୌଣସି ବି ପୂଜା ପାଠ, କୌଣସି ବି ଶୁଭ କାର୍ଯ୍ୟ କରନ୍ତୁ ନା କାହିଁକି, କୌଣସି ବି ମାଙ୍ଗଳିକ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତ ଆପଣଙ୍କର ଭାଗ୍ୟ ତ ଚମକିଥାଏ, ତା ସହିତ ସବୁବେଳ ପାଇଁ ଧନର ବର୍ଷା ଆପଣଙ୍କ ଘରେ ହୋଇଥାଏ। ତ ଦେଖନ୍ତୁ, ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା 3ଟି ଗୋଟାଏ ଗ୍ରୀନ୍ କଲରର ଅଳେଇଚ ନେବେ। ଆଉ ଏହି 3 ଅଙ୍କ ହେଉଛି ବୃହସ୍ପତିଙ୍କର ଅଙ୍କ। ଆପଣଙ୍କର କୁଣ୍ଡଳୀରେ ଯଦି ବୃହସ୍ପତି ମଜବୁତ ହେବେ, ଶୁକ୍ର ଗ୍ରହ ମଜବୁତ ହେବେ, ତ ଆପଣଙ୍କର ପାଖକୁ ଟଙ୍କା ବର୍ଷା ହୋଇଥାଏ। ମାତା ଲକ୍ଷ୍ମୀ ଧନର ବର୍ଷା କରିଥାନ୍ତି ଆପଣଙ୍କ ଜୀବନରେ। ତ 3ଟି ଗୋଟା ଅଳେଇଚ ନେବେ, 2ଟି ଛୋଟିଆ କର୍ପୂର ଖଣ୍ଡ ନେବେ, ଏହା ସହ 2ଟି ଫୁଲ ଥିବା ଗୋଟା ଲବଙ୍ଗ ନେବେ। ଲବଙ୍ଗ ଟଙ୍କାକୁ ରକ୍ଷା କରିଥାଏ, ଆପଣଙ୍କର ଧନକୁ ସଙ୍କଟ ଆସିବାକୁ ଦେଇନଥାଏ। ଏହା ସହ ଅଳ୍ପ ଦେଶୀ ଘିଅ ନେବେ। ଏହି ସବୁ ଜିନିଷକୁ ନେଇ କୌଣସି ଗୋଟିଏ ବାସନରେ ରଖିଦେବେ କିମ୍ବା ମାଟିର ଦୀପରେ ବି ଆପଣ ରଖିପାରିବେ। ଆଉ ଏହାକୁ ନେଇ ଆପଣଙ୍କର ପୂଜା ଘରେ ଅକ୍ଷୟ ତୃତୀୟା ଦିନ ଦୀପଟିକୁ ଆପଣଙ୍କୁ ଜଳାଇବାକୁ ପଡ଼ିବ। ଏହା ସହ ମାତା ଲକ୍ଷ୍ମୀକୁ ଧ୍ୟାନ କରିବେ। ମାତା ଲକ୍ଷ୍ମୀଙ୍କର ଏହି ମନ୍ତ୍ରକୁ ଆପଣଙ୍କୁ ବୋଲିବାକୁ ପଡ଼ିବ 11ରୁ 12 ଥର, କାହିଁକି ନା ଏହି ମନ୍ତ୍ରଟି ବୋଲିବା ଦ୍ୱାରା ଧନକୁ ଚୁମ୍ବକ ପରି ଆପଣଙ୍କ ପାଖକୁ ଟାଣିକି ଆଣିଥାଏ। ଆଉ ସେହି ମନ୍ତ୍ରଟି ହେଉଛି ଧନାୟ ନମୋ ନମଃ। ପୁଣି ଥରେ କହି ରଖୁଛି, ଧ୍ୟାନ ଦେଇ ଶୁଣନ୍ତୁ। ମନ୍ତ୍ରଟି ହେଉଛି ଧନାୟ ନମୋ ନମଃ। ଯେତେବେଳେ ଏହି ମନ୍ତ୍ରକୁ ଜପ ଆପଣ କରିବେ, ତ ବୁଝି ନିଅନ୍ତୁ କି ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସି ଏତେ ମାତ୍ରାରେ ଧନ ବର୍ଷା କରିବେ କି ଧନ ଆପଣ ସମ୍ଭାଳି ପାରିବେ ନାହିଁ। ବହୁତ ଦିବ୍ୟ ଚମତ୍କାରୀ ଏହି ମନ୍ତ୍ରଟି ଆଉ ଏହି ଉପାୟଟି ମଧ୍ୟ। ଏହାପରେ ଆପଣ ଯେଉଁ ସବୁ ଦୀପରେ ପକାଇ ଜାଳିଥିଲେ ତାହାର ପାଉଁଶ, ଦେଖନ୍ତୁ କର୍ପୂର ତ ଜଳିକିରି ଉଡ଼ି ଯାଇଥାଏ, କିନ୍ତୁ ଅଳେଇଚ ଓ ଲବଙ୍ଗର ଯେଉଁ ପାଉଁଶ ଥିବ, ସେହି ପାଉଁଶକୁ ଅଳ୍ପ ମାତ୍ରାରେ ଜଳର ମିଶାଇ ଆପଣଙ୍କର ମୁଖ୍ୟ ଦ୍ୱାରର 2 ପଟ ସାଇଡରେ ଭଲସେ ଛିଞ୍ଚି ଦେବେ। କେଉଁ ଦିନ ଛିଞ୍ଚିବେ ନା ଅକ୍ଷୟ ତୃତୀୟାର ପରଦିନ। ତ ଏହି ଉପାୟକୁ ଆପଣ ଏହି ବର୍ଷ ଅକ୍ଷୟ ତୃତୀୟା ଦିନ ଥରେ କରନ୍ତୁ। ଏବେ ଚାଲନ୍ତୁ କଥା ହେବା ଦ୍ୱିତୀୟ ଉପାୟଟି। ଆଉ ସେହି ଦ୍ୱିତୀୟ ଉପାୟଟି ମଧ୍ୟ ଅଳେଇଚକୁ ନେଇ ଯୋଡ଼ା।
ଯାହାକି ଏଇ ଉପାୟ କରିବା ଦ୍ୱାରା ବହୁତ ସ୍ପିଡିରେ ଆପଣଙ୍କ ପାଖକୁ ପଇସା ଆସିବା ଆରମ୍ଭ ହୋଇଯିବ। କାହିଁକି ନା ଏହି ଉପାୟ କରିବା ଦ୍ୱାରା ଶୁକ୍ର ବହୁତ ବଳବାନ, ବହୁତ ମଜବୁତ ହୋଇଯାଇଥାଏ। ଏବେ ଆପଣ କ'ଣ କରିବାକୁ ପଡ଼ିବ ନା, ଉପାୟଟି ପାଇଁ ଗୋଟିଏ ଗ୍ରୀନ୍ କଲର ଗୋଟା ଅଳେଇଚ ନେବେ। ସେହି ଅଳେଇଚକୁ ଭଲସେ ଛଡ଼ାଇକି ତାହାର ଦାନା ବାହାର କରିଦେବେ। ତାପରେ ଅଳ୍ପ ପାଣିରେ ସେହି ଅଳେଇଚର ଦାନାକୁ ପକାଇ କିଛି ସମୟ ପାଇଁ ଗ୍ୟାସ୍ ବା ଚୁଲାରେ ସେହି ପାଣିକୁ ଫୁଟାଇ ଦେବେ। ସେହି ପାଣି ଥଣ୍ଡା ହେଇସାରିଲା ପରେ ଆପଣ ଯେଉଁ ପାଣିରେ ସ୍ନାନ କରିବେ, ଅକ୍ଷୟ ତୃତୀୟା ଦିନ ସେହି ଜଳରେ ସେହି ଅଳେଇଚ ପାଣିକୁ ନେଇକି ପକାଇଦେବେ। ଆପଣଙ୍କୁ ସେହି ଜଳରେ ସ୍ନାନ କରିବାକୁ ପଡ଼ିବ। ଅଳେଇଚ ପାଣିରେ ଆପଣ ସ୍ନାନ କରିବେ। ଏହି ଛୋଟିଆ ଉପାୟଟି ଯଦି ଆପଣ ଅକ୍ଷୟ ତୃତୀୟା ଦିନ କରିଦେବେ, ତ ପୁଣି ଆପଣ ନିଜେ ଦେଖିବେ ପଇସା କିପରି ଆପଣଙ୍କ ପାଖକୁ ଆସିବ ଏବଂ କେତେ ସ୍ପିଡିରେ ଆପଣଙ୍କ ପାଖକୁ ପଇସା ଆସିବା ଷ୍ଟାର୍ଟ ହୋଇଯିବ। ଅଚାନକ ଆପଣ ମହା କରୋଡ଼ପତି, ମହାଧନୀ ବନିପାରିବେ ଏହି ଉପାୟକୁ କରିଲେ। ତ ଏହି ଉପାୟକୁ ଆପଣ ଜରୁର କରନ୍ତୁ। ଏହି ଅକ୍ଷୟ ତୃତୀୟା ଦିନ 2ଟି ଗ୍ରୀନ୍ ଅଳେଇଚକୁ ଆପଣଙ୍କର ପର୍ସରେ ଯଦି ଆପଣ ରଖିଦେବେ, ତ କରୋଡ଼ପତିର ମାଲିକ ହେଇ ବସିବେ। ଏହି ଅକ୍ଷୟ ତୃତୀୟା ଦିନ ଆପଣ ଆପଣଙ୍କର ପର୍ସରେ ଯଦି 2ଟି ଅଳେଇଚକୁ ରଖି ଗୋଟିଏ ଛୋଟିଆ ଉପାୟଟିଏ କରିଦେବେ, ତ କେବେ ବି ଆପଣ ଆପଣଙ୍କ ଜୀବନରେ ଧନର କମି ସାମ୍ନା କରିବାକୁ ପଡ଼ିବ ନାହିଁ। ଏହି ଅକ୍ଷୟ ତୃତୀୟା ଦିନ କରାଯାଉଥିବା ଉପାୟ ଆପଣଙ୍କର ଭାଗ୍ୟକୁ ରାତାରାତି ଚମକାଇ ଦେଇଥାଏ। ତ ଦେଖନ୍ତୁ, ଆମ ଶାସ୍ତ୍ରରେ ସଫା ସଫା ଲେଖା ଅଛି କି ଅକ୍ଷୟ ତୃତୀୟାକୁ ସ୍ୱୟଂ ସିଦ୍ଧ ମୁହୂର୍ତ୍ତ ମନାଯାଏ। ଆଉ ଏହି ଦିନ ଯଦି ବି ଆପଣ ଗୋଟା ଅଳେଇଚକୁ ଆପଣଙ୍କର ପର୍ସରେ ରଖି ଗୋଟିଏ ଛୋଟିଆ ଉପାୟଟିଏ କରିଦେଉଛନ୍ତି, ତ ବୁଝି ନିଅନ୍ତୁ ଏପରି ଭାବରେ ଆପଣଙ୍କ ପାଖକୁ ଧନ ଆସିବ, ପଇସା ଆସିବ ଯେ କେବେ ବି ଆପଣଙ୍କ ଜୀବନରେ ପଇସାର କମି ଆସିବ ନାହିଁ। ଏହି ଉପାୟ ପାଇଁ ଆପଣ 2ଟି ଗୋଟା ଗ୍ରୀନ୍ କଲରର ଅଳେଇଚ ନେବେ। ଏହା ସହ 2ଟି ଗୋଟା ଫୁଲ ଥିବା ଲବଙ୍ଗ ନେବେ। ଏହା ସହ ଗୋଟିଏ ଦୀପଟିଏ ନେବେ, ଶୁଦ୍ଧ ଘିଅର ଦୀପଟିଏ ନେବେ, ଅଳ୍ପ ସିନ୍ଦୁର ନେବେ, ଅଳ୍ପ ଅରୁଆ ଚାଉଳ ନେବେ। ବାସ୍ ଏତିକି ଜିନିଷକୁ ନେଇ ଆପଣଙ୍କର ଘରର ପୂଜା ଘରେ ବସିଯିବେ। ସବୁଠୁ ପ୍ରଥମେ ଆପଣ ଯେଉଁ ସିନ୍ଦୁର ନେଇଥିଲେ, ଯେଉଁ ଚାଉଳ ନେଇଥିଲେ, ସେହି ସିନ୍ଦୁର ଓ ଚାଉଳରେ ମାତା ଲକ୍ଷ୍ମୀଙ୍କୁ ତିଳକ ଲଗାଇଦେବେ। ଏହାପରେ ଅଳ୍ପ ସିନ୍ଦୁର ଓ ଚାଉଳରେ ସେହି ଅଳେଇଚ ଉପରେ ଲଗାଇଦେବେ। ଏହାପରେ ସେହି ଅଳେଇଚକୁ ଓ ଲବଙ୍ଗକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖିଦେବେ। ତାପରେ ଯେଉଁ ଦୀପ ନେଇଥିଲେ, ସେହି ଦୀପକୁ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ପ୍ରଜ୍ୱଳିତ କରିଦେବେ। ଏହାପରେ ମାତା ଲକ୍ଷ୍ମୀଙ୍କର ଏହି ମନ୍ତ୍ରକୁ ବୋଲିବେ। ଆଉ ସେହି ମନ୍ତ୍ରଟି ହେଉଛି ଓମ୍ ମହାଲକ୍ଷ୍ମୀ ନମଃ, ଓମ୍ ମହାଲକ୍ଷ୍ମୀ ନମଃ। ଏହି ମନ୍ତ୍ରକୁ 11ରୁ 12 ଥର ବୋଲିବେ। ଏତିକି କରିସାରିବା ପରେ ମାତା ଲକ୍ଷ୍ମୀଙ୍କୁ ଆପଣ ପ୍ରାର୍ଥନା କରିବେ କି, ହେ ଧନର ଦେବୀ, ଆପଣ ତ ସମସ୍ତଙ୍କ ଘରକୁ ଧନ ଧାନ୍ୟରେ ଭରୁଛନ୍ତି। ମୋ ଘରକୁ, ମୋ ଜୀବନକୁ ବି ସୁଖ, ସମୃଦ୍ଧି ଓ ଧନ ଧାନ୍ୟରେ ଭରି ଦିଅନ୍ତୁ। ଆପଣଙ୍କର କୃପା ମୋ ଉପରେ ବନାଇ ରଖନ୍ତୁ। ବାସ୍ ଏତିକି ଆପଣ ପ୍ରାର୍ଥନା କରିବେ ଏବଂ କିଛି ସମୟ ପାଇଁ ଅଳେଇଚ ଓ ଲବଙ୍ଗକୁ ମାତା ଲକ୍ଷ୍ମୀଙ୍କ ପାଖରେ ରଖିଦେବେ। କିଛି ସମୟ ପରେ ଅଳେଇଚ ଓ ଲବଙ୍ଗକୁ ଉଠାଇ ଆଣି ଗୋଟିଏ ଲାଲ କପଡ଼ାରେ ରଖି ଗୋଟିଏ ଛୋଟିଆ ପୋଟଳିଟିଏ ବନାଇଦେବେ। ସେହି ପୋଟଳିକୁ ନେଇ ଆପଣ ଆପଣଙ୍କର ପର୍ସରେ ରଖିବେ। ଯେଉଁ ଲୋକ ପର୍ସ ରଖିନାହାନ୍ତି ସେ ତାଙ୍କ ପକେଟରେ ବି ରଖିପାରିବେ। ମହିଳାମାନେ ସେ ତାଙ୍କ ପର୍ସରେ ବି ରଖିପାରିବେ। କୌଣସି ବି ପ୍ରକାର ଆପଣ ଆପଣଙ୍କ ପାଖରେ ସେହି ପୋଟଳଟିକୁ ପାଖରେ ରଖିବେ। ଯେବେ ବି ଆପଣ ଆପଣଙ୍କର କାର୍ଯ୍ୟରେ ଯାଇଥାନ୍ତି, ବେପାରକୁ ଯାଇଥାନ୍ତି, ବିଜନେସ୍ କରିଥାନ୍ତି, ଚାକିରି କରିଥାନ୍ତି, ଯୁଆଡ଼େ ବି ବାହାରକୁ ଯେଉଁ କାମ ପାଇଁ ଆପଣ ଯାଉଛନ୍ତି, ଆପଣଙ୍କ ପାଖରେ ସେହି ପୋଟଳିକୁ ନେଇକି ଯିବେ। ଅଳେଇଚ ଆପଣଙ୍କର ଶୁକ୍ର ଗ୍ରହକୁ ବହୁତ ମଜବୁତ କରିଥାଏ ଏବଂ ଲବଙ୍ଗ ଆପଣଙ୍କ ଧନକୁ, ଆପଣଙ୍କ ପଇସାକୁ କେବେ ବି ନଜର ଲାଗିବାକୁ ଦେଇନଥାଏ ଏବଂ ଲବଙ୍ଗ ଆପଣଙ୍କୁ ସବୁ ସଙ୍କଟରୁ ବଞ୍ଚାଇଥାଏ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। ଆପଣମାନେ ଯଦି ଆମ ଚ୍ୟାନେଲରେ ଏ ପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ବିନା ସବସ୍କ୍ରାଇବ୍ରେ ଭିଡ଼ିଓ ଦେଖୁଛନ୍ତି, ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। କମେଣ୍ଟ ବକ୍ସରେ ଜୟ ଶ୍ରୀହରି ବିଷ୍ଣୁ, ଜୟ ମାତା ଲକ୍ଷ୍ମୀ ଅବଶ୍ୟ ଲେଖନ୍ତୁ।